ଓଇଆର୍ସି ଏବଂ ଟାଟା ପାୱାରର ଖର୍ଚ୍ଚକାଟ ଆଳରେ ଓଡ଼ିଆ ଠିକା ବିଦ୍ୟୁତ୍ ଶ୍ରମିକମାନଙ୍କୁ ବେଆଇନ ଭାବେ ଛଟେଇ କରାଯିବା ପ୍ରତିବାଦରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସି ଏବଂ ଟାଟା ପାୱାରର ଏଭଳି ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଭାରତୀୟ ମଜଦୁର ସଂଘ ବିଏମ୍ଏସ୍ ପକ୍ଷରୁ ବିଧାନସଭା ସମ୍ମୁଖରେ ଚାଲିଥିବା ଗଣଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ନିଜର ହକ୍ ଏବଂ ରୋଜଗାର ଫେରି ପାଇବା ପାଇଁ ଶତାଧିକ ଶ୍ରମିକ ଏହି ଲଢ଼େଇକୁ ଜାରି ରଖିଛନ୍ତି। ନିଜର ବିଫଳତା ଓ କ୍ଷତିକୁ ଲୁଚାଇବା ପାଇଁ ଓଡ଼ିଆ ଶ୍ରମିକଙ୍କ ପେଟକୁ ଲାତ ମରାଯାଉଛି। ସରକାରଙ୍କ ସ୍ୱଚ୍ଛ ଶାସନରେ ଏହି ଦୁଇ ସଂସ୍ଥା ନିଜର ଅରାଜକତା ଚଳାଇ ସରକାରଙ୍କୁ ଜନସାଧାରଣଙ୍କ ସାମ୍ନାରେ ବଦନାମ କରୁଛନ୍ତି। ନରେଶ ଜେନାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। Vamos a